3 ବର୍ଷ ତଳେ ମୋ ସହିତ କ'ଣ ହେଇଥିଲା ମୁଁ ଆଗକୁ କହିବି। ଜୟ ଜଗନ୍ନାଥ। ଆଉ ଏକ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ସକାଳୁ ଆଜି ମୋ ଦେହ ଟିକେ ଖରାପ ହେଇଯାଇଥିଲା, କାହିଁକିନା ମୋର ଏସିଡ଼ିଟି ମାନେ ପ୍ରୋବ୍ଲେମ୍ ଏବେ ଏତେ ହେବାକୁ ଲାଗିଲାଣି ଯେ ମାନେ ଏବେ ଗରମିକା ଟାଇମ୍ ତ ଅଧିକ ହିଁ ହେଲାଣି। କାହିଁକିନା ମୋର ଯେହେତୁ ଗଲ୍ ବ୍ଲାଡର୍ର ଅପରେସନ୍ ହେଇଥିଲା 3 ବର୍ଷ ତଳେ, ମାନେ ପିତ୍ତକୋଷର ଅପରେସନ୍ ଯାହା ବାହାର କରିନଥିଲା, ଷ୍ଟୋନ୍ ଥିଲା, ସେଥିପାଇଁ 5 mmର, ସେଥିପାଇଁ ସେ ଅପରେସନ୍ ହେବାକୁ ପଡ଼ିଲା। ତ ଯେହେତୁ ସେ ଗଲ୍ ବ୍ଲାଡର୍ ଅପରେସନ୍ ହେଇସାରିଛି, ସେବେଠାରୁ ମାନେ କିଛି ଦିନ ତ ଠିକ୍ ଥିଲା, ଏସେ କିଛି ଏସିଡ଼ିଟି ପ୍ରୋବ୍ଲେମ୍ କିଛି ବି ନଥିଲା। ଏବେ ଯେଉଁ ମାନେ ଗରମରେ ମାନେ ବେଶୀ ଗରମ ଦିନରେ ହିଁ ଏଇସବୁ ପ୍ରୋବ୍ଲେମ୍ ଦେଖା ଦେଉଛି। ମାନେ କିଛି ବି ଖାଇଲା ବେଳକୁ ୟା କିଛି ବି ପ୍ରୋବ୍ଲେମ୍, ମାନେ ଏତେ ଏସିଡ଼ିଟି ପ୍ରୋବ୍ଲେମ୍ ଏତେ ହେଉଛି ଯେ ମୋତେ ମାନେ ଉଠିବା ବି ଏତେ କଷ୍ଟକର ହେଇଯାଉଛି। ଯେହେତୁ ଘରେ କେହି ନାହାନ୍ତି, ମୁଁ ଏକୁଟିଆ, ତ ସାରା ଜିନିଷ ମୋତେ ହିଁ କରିବା ପାଇଁ ପଡ଼ିବ। ସ୍କୁଲ, ପୁଅର ଟ୍ୟୁସନ୍, ତ ହଜବେଣ୍ଡଙ୍କର ଖାଇବା ପିଇବା, ଯାହା ଘରର ସାଫ ସଫାଇ ସବୁ ତ ମୋତେ ହିଁ କରିବାକୁ ପଡ଼ିବ। ତଥାପି କାଲି ରାତିରୁ ମୋତେ ଏହି ପ୍ରୋବ୍ଲେମ୍ ହେଇଛି, ତ ସକାଳୁ ମୁଁ ଉଠି ପାଇଲିନି। ଉଠୁ ତଥାପି ବହୁତ ଲେଟ୍ ହେଇଗଲା। ତ ହଜବେଣ୍ଡ ତ ସେମିତି ଚାଲିଗଲେ, କିନ୍ତୁ ଘରେ ପୁଅର ସ୍କୁଲ ଟ୍ୟୁସନ୍ ତ ଅଛି, ମୋତେ ଉଠିବା ପାଇଁ ପଡ଼ିଲା। ଉଠିକି ଦେବାକୁ ସବୁ କାଲି ମେଡ଼ିସିନ୍ ଖାଇକି ବି ସାରା କାମ କରୁ କରୁ ମାନେ 12ଟା ବାଜିଗଲା। ମୁଁ ଏକାଥର କ'ଣ କରିବି, ଯାଇକି ଏକାଥର ଖାଇବା ହିଁ ବନେଇ ଦେଉଛି। ତାପରେ ଖାଇବା ଯେତେ ବି ଆଜି ଲାଉର ଭାଜି ବନେଇଥିଲି, ତ ଯାହା ପେଟ ପାଇଁ ସେ ଥଣ୍ଡା, ତ ଅଳ୍ପ ଟିକେ ତେଲ ପକେଇକି ଏମିତି କିଛି ନା କିଛି ପ୍ରୋବ୍ଲେମ୍ ହେଉଛି। ଯାହାର ମାନେ ଗଲ୍ ବ୍ଲାଡର୍ ଅପରେସନ୍ ହେଇଥିବ ନା, ତା'ର ଏସିଡ଼ିଟି କେବେ ତ ଛାଡ଼ିକି ଯିବନି। ସେଥିପାଇଁ ମୁଁ ଏକ୍ସରସାଇଜ୍ ବଗେରା ସବୁ କରେ। କିଛି ଦିନ ହେଲା ମୁଁ ଏକ୍ସରସାଇଜ୍ ବି ଗ୍ୟାପ୍ କରିଦେଇଛି। ଯେହେତୁ ଗ୍ୟାପ୍ କରିଛି, ସେଥିପାଇଁ ଭୋଗିବା ପାଇଁ ପଡ଼ିଲା ମୋତେ। ମୁଁ ବହୁତ ବାର ସେଇଟା ହେଇସାରିଛି। ଯେଉଁଦିନ ମୁଁ ଏକ୍ସରସାଇଜ୍ କରିବା ଛାଡ଼ିବି, ତେବେ ହିଁ ମୋତେ ଏଇ ପ୍ରୋବ୍ଲେମ୍ ଦେଖାହେବ। ସେଥିପାଇଁ ମୋତେ ଖାଇବା ସହିତ ମୁଁ ଭୁଲିଯିବି, କିନ୍ତୁ ଏକ୍ସରସାଇଜ୍ କରିବା ଭୁଲିବିନି। ଏମିତି ହେଇଯାଇଥିଲା, କିନ୍ତୁ କିଛି ସିଚୁଏସନ୍ ଯୋଗୁରୁ ତ ମୁଁ ଏକ୍ସରସାଇଜ୍ କିଛି ଦିନ ହେଲା କରିନି। କିନ୍ତୁ ନା, ମୋତେ ଷ୍ଟାର୍ଟ ହିଁ କରିବା ପାଇଁ ପଡ଼ିବ। ମୋତେ ଏଇଟା କେବେ ଛାଡ଼ିବା ପାଇଁ ପଡ଼ିବ। ଯାହା ଛାଡ଼ିବ ମାନେ ମୋତେ ଏମିତି ହିଁ ପ୍ରୋବ୍ଲେମ୍ ଦେବା ପାଇଁ ପଡ଼ୁଛି। ତ ଯେବେ ମୋତେ ଏଇ ଜିନିଷଟା ବାହାରିଲା ନା, ମୋ ଯେବେ ପ୍ରଥମେ ଦେଖାଦେଲା, ସେ ତ କିଛି ଜାଣିନଥିଲି। ସେ ତ ଦଶହରା ଟାଇମ୍ରେ ହିଁ ଥିଲା। ତ ଦଶହରା ଟାଇମ୍ରେ ଏଇ ଜିନିଷ ହିଁ ମାନେ ଉପାସ ଥିଲା। 10 ଦିନ ମୁଁ ଉପାସ କରେ, ମାନେ ଖାଲି ଫ୍ରୁଟ୍ସ ଖାଇକି। ତ ଏ ପ୍ରୋବ୍ଲେମ୍ ସେବେ ହିଁ ଦେଖାହେଲା। ତ ମୁଁ ରାସ୍ତା ଏଇଠୁ ଆମ ହସ୍ପିଟାଲ ମାନେ 1 କିଲୋମିଟର ବି ଚାଲିକି ଯିବା ପାଇଁ ଏତେ କଷ୍ଟ। ମୁଁ ରାସ୍ତାରେ ମାନେ ଶୋଇଯାଇଥିଲି, ପୁରା ରାସ୍ତାରେ ଗଡ଼ି ଯାଇଥିଲି। ମାନେ ଏମିତି ମୋତେ ମାରିଦିଅ ବରଂ, ମୋତେ ଏମିତିଆ କଷ୍ଟ ଦିଅନି। ସେ ଯେଉଁ କଷ୍ଟ ମାନେ ମୋ ଜୀବନରେ କେବେ ବି ଭୁଲି ପାରିନି। ସେମିତିଆ କଷ୍ଟ ମୋତେ ସେଇଠୁ ସେତିକି ଟିକେ ଯିବା ପାଇଁ ବି ହେଉନଥିଲା। ଆଉ ସେଇଠୁ ମାନେ ମୁଁ ଗଡ଼ି ଯାଇକି ମୋ ହଜବେଣ୍ଡକୁ କହିଥିଲି, ମୋତେ କିଛି ଗୋଟେ ମେଡ଼ିସିନ୍ ଦେଇଦେବ, ମୁଁ ମରିଯାଏ, କିନ୍ତୁ ମୋତେ ଏମିତିଆ କଷ୍ଟ ମୁଁ ଆଉ ସହିପାରିବିନି, ମୋତେ ମେଡ଼ିକାଲ ନେଇକି ଯାଅ। ତ ଏହିପରି କଷ୍ଟ ଭୋଗିବା ପାଇଁ ପଡ଼ୁଛି। ଆଜି ପାଇଁ ଏତିକି, ରହୁଛି।